ସାଙ୍ଗର ବର୍ଥଡେ ଆମକୁ ଏମିତି କଣ ବେଶ ଭାବ ପଡିଲା। ନମସ୍କାର, ଜୟ ଜଗନ୍ନାଥ। ମୁଁ ହଉଛି ଆପଣମାନଙ୍କର ପପୁ। ସ୍ୱାଗତ କରୁଛି ଏକ ନୂଆ ଭିଡିଓ। ସକାଳ କଥା ସାରି ବାହାରିଲି କଲେଜ। ଆଉ ଦାଣ୍ଡ ପଟେ ଦେଖିଲି ସମୀର ସାର୍ ତାଙ୍କର ଜାଲ କାମ ତିଆରି କରି ଚାଲିଛନ୍ତି। ଆଉ ତାପରେ ମୁଁ ବିଶେଷ ଡେରି ନକରି ବାହାରି ପଡିଲି କଲେଜ। ଆମେ 3 ଜଣ ଯାଉଛୁ, ଅନିଲ, ମୁଁ, ରଞ୍ଜନ। ଆଉ ଆଜି ଥିଲା ଅନିଲର ବର୍ଥଡେ। ଆଉ ସିଧା ବାହାରି ଗଲୁ ନୂଆ ପ୍ରସିଦ୍ଧ ଜାଗାକୁ। କେକ୍ କାଟିବାର ଅଛି ନା, ସେଥିପାଇଁ। ଆଉ କେକ୍ ପୁରା ରଞ୍ଜନ ପୁରା ସାଇତିକି ନଉଛନ୍ତି। ଆଉ ଗାଡିରେ ଗଲାବେଳେ ହାତରେ ପତର ଲାଗିଯାଇଛି। ସେ ଭାବୁଛି ମହାଭାରତର ଚକ୍ର ବୁଲାଉଛି। ଅତିକ୍ରମ କରୁ ପହଞ୍ଚି ଗଲୁ ପୋଗଳା ଡ୍ୟାମ ରେ। ଏଇଟା ହଉଛି ଆମ ଟିମ୍। ଆଉ ଟିମ୍ ନା ହଉଛି ଜୟଗୁରୁ। ଆମେ ଆସିଛୁ ପାଖାପାଖି 6 ଜଣ। ଆଉ ପୋଗଳା ଡ୍ୟାମ ପାଖରେ ପହଞ୍ଚି ରେଡି ହେଇଗଲୁ ଯିବା ପାଇଁ, କାହିଁକି ନା ମୁଁ 108 ପାହାଚ ଚଢିବାକୁ ପଡିବ। ଆଉ ତାପରେ ଆମ କେକ୍ ଗୁଡାକର ଆରମ୍ଭ ହେଇଥିଲା। ଅନିଲ ବାବୁ ତାଙ୍କର କେକ୍ କାଟୁଛନ୍ତି। ଆଉ ଦେଖନ୍ତୁ କେକ୍ ସେ ଭଲସେ କାଟିନି, ସ୍ପ୍ରେ ମାରିକି ଉଡେଇ ସାରିଲେଣି। ପୁରା ନିଆଁ ଧୂଆଁ କରି ମାରି ସାରିଲେଣି। ଆଉ ମୋର କେନ୍ତା ବେଶ ହେଇଛି ଦେଖନ୍ତୁ, ପୁରା ରାବଣ। ଆଉ ଗୁଡୁ ବାବୁ ଆମର ପାତି ମାଙ୍କଡ ହେଇଯାଇଛନ୍ତି। ଆଉ ତାପରେ ଆମେ ସମସ୍ତେ ଘରକୁ ପଳେଇ ଆଇଲୁ। ଆଉ ବାକି ଭିଡିଓକୁ ତମେ ଫଲୋ କରିକି ଯାଅ।